ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ଆମେ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଅଭିନେତାରୁ ରାଜନେତା। ଅଭିନେତାରୁ ରାଜନେତା। ଏହି ଦିନମାନଙ୍କରେ ଭାରତରେ ଗୋଟିଏ ବିଷୟ ବହୁତ ଚର୍ଚ୍ଚାରେ ଅଛି, ଯାହାକୁ ଆମେ ବହୁତ ଭାଇରାଲ ହେଉଛି ଆମେ କହିପାରିବା। ତାହା ହେଲା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ଥାଲାପତି। କି ପ୍ରକାର ଭାବରେ ସେ ଜଣେ ଅଭିନେତା ଭାବରେ ସେ ତାମିଲନାଡୁରେ ସମସ୍ତଙ୍କର ହୃଦୟକୁ ସ୍ପର୍ଶ କରିଛନ୍ତି। ସମସ୍ତଙ୍କ ଦ୍ୱାରା ସେ ସମ୍ମାନିତ ହୋଇଛନ୍ତି। ସମସ୍ତେ ତାଙ୍କୁ ପସନ୍ଦ କଲେ। କେବଳ ଯେ ତାମିଲନାଡୁରେ ହିଁ ସେ ସୁପରଷ୍ଟାର ଥିଲେ ତାହା ନୁହେଁ, ସମ୍ପୂର୍ଣ୍ଣ ଆମମାନଙ୍କର ଫିଲ୍ମ ଦୁନିଆରେ, ଆମମାନଙ୍କର ବଲିଉଡ଼ରେ ସେ କି ପ୍ରକାର ଭାବରେ ସେ ଚର୍ଚ୍ଚିତ ଅଛନ୍ତି ଏହା ସମସ୍ତେ ଜାଣନ୍ତି। ଆଉ ସେ ପ୍ରଥମ ଥର କରି ଗୋଟିଏ ରାଜନୈତିକ ଦଳ ଗଠନ କଲେ, ଟିବିକେ। ଆମେ ସମସ୍ତେ ଜାଣୁ ଟିବିକେ ରାଜନୈତିକ ଦଳ ଗଠନ କଲେ। ଆଉ ସେ ନିର୍ବାଚନ ଲଢ଼ିବା ପାଇଁ ଓହ୍ଲାଇଲେ। ଆଉ ଆଶ୍ଚର୍ଯ୍ୟ ଭାବରେ ସେ ସେଥିରେ ବିଜୟ ହେଲେ। ଆଉ ତାଙ୍କର ମୁଖ୍ୟମନ୍ତ୍ରୀ ହେବା ପଛରେ ଅନେକ ପ୍ରକାର ପ୍ରତିବନ୍ଧକ ଥିବା ସତ୍ତ୍ୱେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇ ତାମିଲନାଡୁର ସେହି ମୁଖ୍ୟମନ୍ତ୍ରୀ ପଦରେ ସେ ବସି ତାମିଲନାଡୁ ସରକାର ନିମନ୍ତେ, ସେ ତାମିଲନାଡୁର ଜନସାଧାରଣଙ୍କ ନିମନ୍ତେ ଅନେକ ହିତଜନକ ମଙ୍ଗଳଜନକ ସେ କାର୍ଯ୍ୟଗୁଡ଼ିକ କରୁଅଛନ୍ତି। ପ୍ରଭୁ ତାଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରିୟମାନେ, ବିଜୟ ଥାଲାପତି ଯେ କି ତାମିଲନାଡୁର ପ୍ରଥମ ଖ୍ରୀଷ୍ଟିଆନ ମୁଖ୍ୟମନ୍ତ୍ରୀ ଅଟନ୍ତି, ଏଥିପାଇଁ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛୁ। ଆଉ ଆମମାନଙ୍କର ଗୁରୁ ଦାୟିତ୍ୱ ଏହା ରହିଛି ଯେ ସେ ନିଜର ପଦକୁ, ନିଜର ପ୍ରତିଶ୍ରୁତି ଗୁଡ଼ିକକୁ ଅତି ଉତ୍ତମ ଭାବରେ ସେ ଯେ ପ୍ରକାର ପରିଚାଳିତ କରି ତାମିଲନାଡୁର ଯେଉଁ ବ୍ୟକ୍ତିମାନେ ତାଙ୍କୁ ଭରସା କରି ତାଙ୍କୁ ଏହି ଉଚ୍ଚ ପଦରେ ସ୍ଥାପନ କରିଅଛନ୍ତି, ସେ ସର୍ବସାଧାରଣ ଲୋକମାନଙ୍କର ମଙ୍ଗଳ ନିମନ୍ତେ, ହିତ ନିମନ୍ତେ ଉପଯୁକ୍ତ ନିଷ୍ପତ୍ତି ଗୁଡ଼ିକକୁ ନେଇ ସେ ପରମେଶ୍ୱରଙ୍କୁ ଗୌରବ ମହିମା କରିପାରିବେ। ଏହା ହିଁ ଆମମାନଙ୍କର ପ୍ରାର୍ଥନା, କାରଣ ପରମେଶ୍ୱର ମହାନ ପରମେଶ୍ୱର ସେ ଅଟନ୍ତି। ଯେତେବେଳେ ଆମେ ପଢ଼ୁ ଦାନିଏଲ ପୁସ୍ତକ ଏହାର 4 ଅଧ୍ୟାୟରେ ଲେଖାଯାଏ ଯେ 34 ପଦ, ଅନନ୍ତର ସମୟର ଶେଷରେ ମୁଁ ନବୁକଦନେସ୍ସର ସ୍ୱର୍ଗ ଆଡ଼େ ଉର୍ଦ୍ଧ୍ୱ ଦୃଷ୍ଟି କଲି। ପ୍ରିୟମାନେ, ବାବିଲୋନର ଗୋଟିଏ ବହୁତ ବଡ଼ ରାଜା ହେଲେ ନବୁକଦନେସ୍ସର। ଯେତେବେଳେ ସେ ବାବିଲୋନ ସାମ୍ରାଜ୍ୟକୁ ଦେଖୁଛନ୍ତି, ତାଙ୍କ ମନ ମଧ୍ୟରେ ବହୁତ ଗର୍ବ ପଳାଇ ଆସିଲା। ମୁଁ ଏ ସବୁଗୁଡ଼ିକ ତିଆରି କରିଛି। ସେହି ସମୟରେ ସ୍ୱର୍ଗରୁ ଗୋଟିଏ ବାଣୀ ହେଲା, ଯାହାକୁ କି ଆମେ ସ୍ୱର୍ଗୀୟ ବାଣୀ ବା ଆକାଶବାଣୀ ଆମେ କହିପାରିବା। ଆଉ ସେ ଆକାଶବାଣୀ ଏହା ହେଲା ଯେ ତୁମ୍ଭଠାରୁ ରାଜ୍ୟ ଗଲା। ଯେତେବେଳେ ସେ ଗର୍ବ କରିଛନ୍ତି ତାଙ୍କର ରାଜ୍ୟ ଗଲା ପରେ ସେ କ'ଣ କରୁଛନ୍ତି, ସେ 7 ବର୍ଷ ମନୁଷ୍ୟମାନଙ୍କ ଠାରୁ ଦୂରୀକୃତ ହୋଇ ସେ ପଶୁମାନଙ୍କ ସହିତ ସେ ରହୁଛନ୍ତି। ନଖ ବଢ଼ୁଛି, ବାଳ ବଢ଼ୁଛି, ସେହି ପ୍ରକାର ଅବସ୍ଥାରେ ସେ ନଡ଼ା ଖାଉଛନ୍ତି। ଯେତେବେଳେ 7 ବର୍ଷ ଶେଷ ହୋଇଛି, ସେ କ'ଣ କରୁଛନ୍ତି, ଲେଖାଗଲା ଅନନ୍ତର ସମୟର ଶେଷରେ ମୁଁ ନବୁକଦନେସ୍ସର ସ୍ୱର୍ଗ ଆଡ଼େ ଉର୍ଦ୍ଧ୍ୱ ଦୃଷ୍ଟି କରି ତହିଁରେ ମୋହର ବୃଦ୍ଧି ମୋ ନିକଟକୁ ଫେରି ଆସିଲା। ତହୁ ମୁଁ ସର୍ବ ପରିସ୍ଥିତିଙ୍କର ଧନ୍ୟବାଦ କଲି ଓ ଯେ ଅନନ୍ତଜୀବୀ ତାହାଙ୍କର ପ୍ରଶଂସା ଓ ସମାଦର କଲି, କାରଣ ତାହାଙ୍କର କର୍ତ୍ତୃତ୍ୱ ଅନନ୍ତ କାଳ ସ୍ଥାୟୀ। ପ୍ରିୟମାନେ, ଭାରତର ବା ଅନ୍ୟାନ୍ୟ ଦେଶଗୁଡ଼ିକର ସରକାର ଗୁଡ଼ିକର କର୍ତ୍ତୃତ୍ୱ ଅନନ୍ତ ନୁହେଁ, ମାତ୍ର ପରମେଶ୍ୱରଙ୍କର ସରକାର ଅନନ୍ତ କାଳ ସ୍ଥାୟୀ। ତାହାଙ୍କର କର୍ତ୍ତୃତ୍ୱ
ଅନନ୍ତ କାଳ ସ୍ଥାୟୀ ଓ ତାହାଙ୍କର ରାଜ୍ୟ ପୁରୁଷାନୁକ୍ରମରେ ଥାଏ। ପୁଣି ପୃଥିବୀ ନିବାସୀ ସମସ୍ତେ ଅବସ୍ତୁତୁଲ୍ୟ ଗଣିତ, ଆଉ ସେ ସ୍ୱର୍ଗୀୟ ସୈନ୍ୟଗଣ ମଧ୍ୟରେ ଓ ପୃଥିବୀର ନିବାସୀଗଣ ମଧ୍ୟରେ ଆପଣା ଇଚ୍ଛା ଅନୁସାରେ କାର୍ଯ୍ୟ କରନ୍ତି, ଆଉ କେହି ତାହାଙ୍କର ହସ୍ତ ସ୍ଥଗିତ କରିନପାରେ ଓ ତୁମ୍ଭେ କ'ଣ କହୁଅଛ ଏହା ତାହାକୁ କହିନପାରେ। ପ୍ରିୟମାନେ, ଏହି ପ୍ରକାର ଭାବରେ ସେ ପରମେଶ୍ୱରଙ୍କୁ ମହିମାନ୍ୱିତ କରିଅଛନ୍ତି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି। ପରମେଶ୍ୱର ଲୋକମାନଙ୍କୁ ଉପରକୁ ଉଠାନ୍ତି, ଧୂଳିରୁ ଉଠାଇ ଗୌରବମୟ ସିଂହାସନରେ ସେ ସ୍ଥାପନ କରିବା ପରମେଶ୍ୱର ସେ ଅଟନ୍ତି। ଆଉ ଶ୍ରୀଯୁକ୍ତ ବିଜୟ ଥାଲାପତିକୁ ମଧ୍ୟ ପରମେଶ୍ୱର ଆଶ୍ଚର୍ଯ୍ୟ ଭାବରେ ଗୋଟିଏ ଗୁରୁ ଦାୟିତ୍ୱ ସେ ଦେଇଛନ୍ତି, ଯେ ପ୍ରକାର କି ସେହି ଗୁରୁ ଦାୟିତ୍ୱକୁ ଅତି ନମ୍ର ଆଉ ଭଦ୍ର ସହକାରେ ସେ ସବୁ ପାଳନ କରି ସେ ଯେ ପ୍ରକାର କି ଗୋଟେ ଉପଯୁକ୍ତ ରାଜନେତା ଭାବରେ ନିଜକୁ ସମସ୍ତଙ୍କ ଆଗକୁ ଆଣିପାରିବେ, ଏହା ହିଁ ଆମମାନଙ୍କର ପ୍ରାର୍ଥନା ହେବାର ଆବଶ୍ୟକ ରହିଛି। କାରଣ ଅଭିନେତା ବା ଅଭିନେତ୍ରୀ ହେବା ବା ଅଭିନେତା ହେବା, ଫିଲ୍ମରେ ହିରୋ ହେବା, ଫିଲ୍ମରେ ଆକ୍ଟିଂ କରିବା, ଏସବୁ ଗୋଟିଏ ବିଷୟ, ଆଉ ଯେଉଁ ପ୍ରକାର ଭାବରେ ରାଜନୀତି କରିବା ଏହା ଅଲଗା ବିଷୟ ଅଟେ। ସେ ଅଭିନେତା ଭାବରେ ବହୁତ ସଫଳ ହୋଇଛନ୍ତି, ଆଉ ରାଜନୀତି କ୍ଷେତ୍ରରେ ସଫଳ ହେବାର ଆବଶ୍ୟକ ରହିଅଛି। ଯେ ପ୍ରକାର କି ତାମିଲନାଡ଼ୁର ଅନେକ ଲୋକ ତାଙ୍କ ଉପରେ ଭରସା କରି ତାଙ୍କୁ ଭୋଟ ଦେଇ ତାହାଙ୍କୁ ବହୁଳ ପରିମାଣରେ ତାଙ୍କୁ ବିଜୟ କରାଇଛନ୍ତି। ଯେ ପ୍ରକାର କି ତାମିଲନାଡ଼ୁର ସର୍ବସାଧାରଣ ଲୋକମାନେ ଯେଉଁ ପ୍ରକାର ଭାବରେ ତାଙ୍କ ଉପରେ ଭରସା କରିଛନ୍ତି, ସେ ଯେ ପ୍ରକାର କି ଭରସାରେ ଲୋକମାନଙ୍କୁ ହତାଶ ନିରାଶ ନ କରି ତାମିଲନାଡ଼ୁର ପୂର୍ବରୁ ଅନେକ ମୁଖ୍ୟମନ୍ତ୍ରୀମାନେ ଆସି ସେମାନେ ବିଭିନ୍ନ ପ୍ରକାର ଭାବରେ ତାମିଲନାଡ଼ୁର ଉନ୍ନତି ନିମନ୍ତେ କାର୍ଯ୍ୟ କରିଛନ୍ତି। ଏହି ପ୍ରକାର ଭାବରେ ଶ୍ରୀଯୁକ୍ତ ବିଜୟ ଥାଲାପତି ମଧ୍ୟ ସେ ନିଜର ଦାୟିତ୍ୱକୁ ଅତି ଉତ୍ତମ ଭାବରେ ତୁଲେଇ କି ପ୍ରକାର ଭାବରେ ଗୋଟିଏ ମୁଖ୍ୟମନ୍ତ୍ରୀ ରହିବାର ଆବଶ୍ୟକ ରହିଛି, କି ପ୍ରକାର ଭାବରେ ଗୋଟିଏ ରାଜ୍ୟକୁ ଚଳାଇବାର ଆବଶ୍ୟକ ଅଛି, ସମସ୍ତଙ୍କ ପାଇଁ ଆଦର୍ଶ ହେଇ ଉପଯୁକ୍ତ ଭାବରେ ତାମିଲନାଡ଼ୁକୁ ଆଉ ଅନ୍ୟାନ୍ୟ ବିଷୟ ଗୁଡ଼ିକକୁ ସେ କାର୍ଯ୍ୟକାରୀ କରିପାରିବେ, ଏହା ଆମେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବାର ଆବଶ୍ୟକ ରହିଅଛି। କାରଣ ଏକାନି ଅଭିନେତା ହେବା ଆଉ ରାଜନେତା ହେବା ବହୁତ ଅଲଗା ଅଲଗା ବିଷୟ ଅଟେ। ସେଥି ନିମନ୍ତେ ଆମମାନେ ତାଙ୍କ ନିମନ୍ତେ ପ୍ରାର୍ଥନା କରିବା, କାରଣ ପରମେଶ୍ୱର ତାଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି, ଆଉ ସେ ଏହି ଗୁରୁ ଦାୟିତ୍ୱରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରି ସର୍ବସାଧାରଣଙ୍କର ମଙ୍ଗଳ ନିମନ୍ତେ, ହିତ ନିମନ୍ତେ ଯେ ପ୍ରକାର ସେ ଉପଯୁକ୍ତ ପଦକ୍ଷେପ ଗୁଡ଼ିକକୁ ନେଇପାରିବେ ଆଉ ସର୍ବସାଧାରଣ ଲୋକଙ୍କର ମଙ୍ଗଳ କରିପାରିବେ। ଆସନ୍ତୁ ଆମେ ପଦେ ପ୍ରାର୍ଥନା କରିବା। ପିତା, ମୁଁ ତୁମକୁ ଧନ୍ୟବାଦ ଦେଉଛି, ପ୍ରଶଂସା କରୁଛି, ଗୌରବ କରୁଛି, କାରଣ ତୁମେ ମହାନ ପରମେଶ୍ୱର ଅଟ ପ୍ରଭୁ। ତୁମେ ଧୂଳିରୁ ଉଠାଇବା ପରମେଶ୍ୱର ଅଟ। ହଁ ପ୍ରଭୁ, ତୁମେ ଖତ ରାଶିରୁ ଉଠାଇବା ପରମେଶ୍ୱର ଅଟ। ଗୌରବ ସିଂହାସନ ଦେବା ପରମେଶ୍ୱର ତୁମେ ଅଟ। ହଁ ପ୍ରଭୁ, ତୁମେ ଉନ୍ନତ କରିପାର, ତୁମେ নত କରିପାର। ହଁ, ସେଥିପାଇଁ ଆମେ ତୁମ ନିକଟରେ ଆମେ ପ୍ରାର୍ଥନା କରୁଛୁ। ଯେଉଁ ଗୁରୁ ଦାୟିତ୍ୱ ତୁମେ ପ୍ରଭୁ ବିଜୟ ଥାଲାପତିଙ୍କୁ ତୁମେ ଦେଇଛ, ସେ ନିଜର ଦାୟିତ୍ୱକୁ ଅତି ଉତ୍ତମ ଭାବରେ ଚଲେଇ ସର୍ବସାଧାରଣଙ୍କ ମଙ୍ଗଳ ନିମନ୍ତେ, ତୁମର ଗୌରବ ନିମନ୍ତେ ପ୍ରତ୍ୟେକ କାର୍ଯ୍ୟ କରି ତୁମକୁ ଗୌରବାନ୍ୱିତ ମହିମାନ୍ୱିତ କରିପାରିବେ। ଦୟାକରି ତୁମେ ସାହାଯ୍ୟ କର, ଅନୁଗ୍ରହ କର, ଉପକାର କର, ଏହା ଆମେ ପ୍ରାର୍ଥନା କରୁଛୁ ରାଜା। କାରଣ ତୁମେ ଯଦି ଆମକୁ କିଛି ନ ଦିଅ, ତୁମେ ଯଦି ଜଣକୁ ଉପରକୁ ନ ଉଠାଅ, ତାହେଲେ କେହି ମଧ୍ୟ ଉପରକୁ ଉଠିପାରିବେ ନାହିଁ। କାରଣ ତୁମେ ଉନ୍ନତ କରିପାର, ତୁମେ নত କରିପାର। ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣରୁ ଉନ୍ନତି ଆସେ ନାହିଁ, ଉନ୍ନତି ତୁମଠାରୁ ଆସେ। ଆଉ ତୁମେ ତାଙ୍କୁ ଉଠେଇଛ, ଏହା ବିଶ୍ୱାସ କରୁଛୁ। ଆଉ ସେ ଯେ ପ୍ରକାର କି ଏହିସବୁ ବିଷୟରେ ଅତି ସୁନ୍ଦର ଦାୟିତ୍ୱବାନ ଭାବରେ ନିଜର ଦାୟିତ୍ୱ ଗୁଡ଼ିକୁ ତୁଲାଇ ପାରିବେ, ଅନୁଗ୍ରହ ପ୍ରଦାନ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ, ଦୟା କଲେ ଆମମାନେ ଆସନ୍ତା ସମୟରେ ଆଉ ଗୋଟିଏ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ଆମେ ସାକ୍ଷାତ କରିବା। ରହିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।